যাত্রা স্বর্ণ মহল এবর্ষ 9 ବର୍ଷ ପରେ 90 କଳବର ହେଇ ଯାତ୍ରା ପେଣ୍ଡାଲ ଗେଟ୍ ଲାଇଟ୍ ସାଉଣ୍ଡ ଝାଲର ସବୁ ଏ ବର୍ଷ ସମ୍ପୂର୍ଣ୍ଣ ନୂଆ ଆଉ ସବୁ ଦକ୍ଷ ଦକ୍ଷ କଳାକାର ବର୍ଷ ବୁକିଂ ହେଇଛି। ଭଲ ନାଟକ ବି ବୁକିଂ କରାଯାଇଛି। ମୋ ନାଁରେ ମୋ ନାଁ ଲେଖା ଆଜି ହେଉଛି ଶୁଣ ରାମ କାହାଣୀ। ତାପରେ ପ୍ରଦୀପ ବେହେରା କରିବେ କାଲିଠୁ ତୋ ସ୍ତ୍ରୀ ରାଣେ ମତେ ସିନ୍ଦୁର ଦେବୁ। 9 ବର୍ଷ ଭିତରେ ଆମର କୌଣସି ଅଶ୍ଳୀଳତା ନାହିଁ। ଆଜି ଦେଖନ୍ତୁ ମାନେ ସମ୍ପୂର୍ଣ୍ଣ ରାମାୟଣ ଉପରେ ଆଧାରିତ ହୋଇ ସୋସିଆଲ ଉପରେ ସେ ନାଟକ ହେଉଛି ଶୁଣ ରାମ କାହାଣୀ। ଯେଉଁ ନାଟକକୁ ଭାଇ ଭଉଣୀ ବାପା ମା ସମସ୍ତେ ବସି ଦେଖିଲା ଭଳିଆ ନାଟକ। ଆପଣ ଦେଖନ୍ତୁ ସ୍ୱର୍ଣ୍ଣମହଲ କେବେ ଅଶ୍ଳୀଳତା ହେଇନାହିଁ କି ହବ ନାହିଁ। କୌଣସି ସେଲିବ୍ରିଟି ଚଢ଼ି ନାହାନ୍ତି କି କେବେ ଚଢ଼ିବେନି। ଆମର ଦମଦାର ଅଛି ଲାଇଟ୍ ସାଉଣ୍ଡ, ଦମଦାର ଅଛି ମେଲୋଡି, ଦମଦାର ଅଛି ରେକର୍ଡ ଡ୍ୟାନ୍ସ, ଦମଦାର ଅଛି ସାଉଣ୍ଡ ଲାଇଟ୍ କଳାକାର ନାଟକ। ଆମର କୌଣସି ସେଲିବ୍ରିଟିର ଆବଶ୍ୟକତା ନାହିଁ କି ଆମେ କୌଣସି ଅଶ୍ଳୀଳତାକୁ ପ୍ରସାଦ ଦେବୁ ନାହିଁ। ଇ ବୋଧକ ଅର୍ଥ ଆମ ପାଟିରେ ନାହିଁ। ନା ଆମେ ଔଷଧ କରାଯାଉଛି କି ଆଇଟମ ସମନ୍ୱୟ ଶେଷ ସୀମାରେ ପହଞ୍ଚି ଆମେ ଆପଣଙ୍କ ପାର୍ଟି କଣ କରିବ? ଆମର ଆଇଟମ ଗାଲେ ଆବଶ୍ୟକ ନାହିଁ। ଆମର ନାଟୁଆଙ୍କୁ ନେଇ ଆମେ ନାଟକ କରୁଛୁ। ଆପଣ ଦେଖନ୍ତୁ ମୁଁ 5ଟା ହିରୋଇନ ରଖିଛି। ଡବଲ ହିରୋଇନ, ଡବଲ ହିରୋ, ଡବଲ ଭିଲିଆନ, ସବୁ ଡବଲ। କୌଣସି ଦିନରେ ଆପଣ ପାଇବେ ନାହିଁ ଅପୂରଣ, ସବୁ ପୂରଣ କରିକି ରଖିଛି। ଆପଣ ନାଟକ ଦମ ରହିବ ତ? ନାଟକରେ ନିଶ୍ଚିତ ଦମ ରହିବ। ଏ ବର୍ଷ ମୁଁ ବାଜିବାଦ କରୁଛି, ଏ ବର୍ଷ ନିଶ୍ଚୟ ଯାତ୍ରା ଇଣ୍ଡଷ୍ଟ୍ରିରେ ସ୍ୱର୍ଣ୍ଣମହଲ 1 ନମ୍ବର ଠିଆ ହବ। ନାଟକ ଆସନ୍ତୁ, ନାଟକ ଦେଖନ୍ତୁ, ଘରେ ବସି ଦେଖିଲା ଭଳିଆ ନାଟକ। ପାରିବାରିକ ସମ୍ପୂର୍ଣ୍ଣ ପରିବାର କାହାଣୀ। ଯୋଉଟା ତୋ ନାଁ ପାଖରେ ମୋ ନାଁ ଲେଖା, ସେଟା ହଉଛି ଗୋଟେ ଲଭ ଷ୍ଟୋରି ନାଟକ। ମାନେ ହିରୋ ହିରୋଇନ ଉପରେ ବେଶ କରାଯାଇଛି ନାଟକଟା କରାଯାଇଛି। ଲଭ ଷ୍ଟୋରି ନାଟକ ଏଗୁଡ଼ା ଦେଖନ୍ତୁ, ଗୋଟେ ଗତାନୁଗତିକ ନାଟକ ଯୋଉଟା ପରିବାର ଭିତରେ ଆମର ନାଟକ। ତାପରେ ଆସିବ ସ୍ୱାମୀ ପାଇଁ ପଛେ ମୋର ସ୍ତ୍ରୀ ରାଣ ମତେ ସିନ୍ଦୁର ଦେବୁ। ସିଏ ସମ୍ପୂର୍ଣ୍ଣ ପାରିବାରିକ ନାଟକ, ଯିଏକି ୟୁନିକ୍ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶିତ, ଲକ୍ଷ୍ମୀଧର ସେଠୀଙ୍କ ରଚିତ।